ଝାରସୁଗୁଡ଼ା ରେଳ ଷ୍ଟେସନ ପରିସରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଛି। ଭାରତ ସରକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଓ ରେଳବାଇ ମନ୍ତ୍ରାଳୟ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟୀ ରେଳ ଷ୍ଟେସନ କାର୍ଯ୍ୟରତ ଶିଶୁ ସହାୟକ ଡେସ୍କର କାର୍ଯ୍ୟକାରିତା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ନେଇ ସଭାରେ ଆଲୋଚନା କରାଯାଇଥିଲା। ସଭାରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଝାରସୁଗୁଡ଼ା ରେଳ ଷ୍ଟେସନ 6 ନଭେମ୍ବର 2000 ଠାରୁ 24 ଘଣ୍ଟିଆ ଭିତ୍ତିରେ ଶିଶୁ ସହାୟତା ଡେସ୍କ କାର୍ଯ୍ୟ କରୁଛି। ଏଠାରେ ନିୟୋଜିତ 6 ଜଣ କର୍ମଚାରୀ ବିପଦଗ୍ରସ୍ତ, ହଜିଯାଇଥିବା, ଅବହେଳିତ ଏବଂ ଚୋରାଚାଲାଣର ଆଶଙ୍କା ଥିବା ଶିଶୁମାନଙ୍କୁ ଚିହ୍ନଟ, ଉଦ୍ଧାର ଓ ସହାୟତା ପ୍ରଦାନ କରୁଛନ୍ତି। ଟ୍ରେନ୍ କିମ୍ବା ରେଳ ଷ୍ଟେସନ ପରିସରରୁ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ତୁରନ୍ତ ଶିଶୁ ମଙ୍ଗଳ ସମିତି CWC କିମ୍ବା କିଶୋର ନ୍ୟାୟ ବୋର୍ଡ JJB ନିକଟରେ ଉପସ୍ଥାପନ କରିବା ସହ ସେମାନଙ୍କ ପୁନର୍ବାସ ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ହଜିଯାଇଥିବା ପ୍ରତ୍ୟେକ ଶିଶୁଙ୍କ ମାମଲାକୁ ସମ୍ଭାବ୍ୟ ଅପରାଧ କିମ୍ବା ଚୋରାଚାଲାଣ ଘଟଣା ଭାବେ ବିବେଚନା କରି FIR ରୁଜୁ କରିବା ଏବଂ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀ କଡ଼ାକଡ଼ି ପାଳନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ଷ୍ଟେସନ ମ୍ୟାନେଜର ମନୋଜ କୁମାର ବେହୁରା, ମୁଖ୍ୟ ବାଣିଜ୍ୟିକ ଇନ୍ସପେକ୍ଟର ଚନ୍ଦନ କୁମାର ମିଶ୍ର, DRP ଓ RPFର ଅଧିକାରୀ, ଚାଇଲ୍ଡ ହେଲ୍ପଲାଇନର ସମନ୍ୱୟକାରୀ ବିପୁଳ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଶିଶୁ ସହାୟତା ଡେସ୍କର ସଦସ୍ୟମାନେ ଉପସ୍ଥିତ ଥିଲେ।